ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଗଭୀର ଅନୁଶୀଳନକୁ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କର ଯେଉଁ ଓଡ଼ିଆ ଭାଗବତ ଅଛି ତାର ପଞ୍ଚଦଶ ଅଧ୍ୟାୟ ତୃତୀୟ ଭାଗରୁ କିଛି ଅଂଶ ମାନେ ଟିକେ ଭଲ ଭାବରେ ଦେଖିବା। ଏଇ ଅଂଶରେ ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ତର୍ଦ୍ଧାନ ଆଉ ଯାଦବ ବଂଶର ବିନାଶ ପରେ ମହାବୀର ଅର୍ଜୁନଙ୍କର ଯେଉଁ ଗଭୀର ଦୁଃଖ ଆଉ ହୃଦୟ ବିଦାରକ ମନସ୍ତାପ ସେଇଟା ବହୁତ ମାର୍ମିକ ଭାବେ ବର୍ଣ୍ଣନା କରାଯାଇଛି। ଆମେ ଆଜି ମୁଖ୍ୟତଃ ଓଡ଼ିଆ ଭାଗବତ ପଞ୍ଚଦଶ ଅଧ୍ୟାୟ ତୃତୀୟ ଭାଗର ଶ୍ଲୋକ 76ରୁ ଆରମ୍ଭ କରି 111 ଯାଏଁ ଆଲୋଚନା କରିବା। ଏହାର ପୂରା ଅର୍ଥ ପୂରା ମର୍ମ ବୁଝିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଶୁଣିବା ନିହାତି ଦରକାର। ଆଉ ହଁ, ଏମିତି ଆହୁରି ଜ୍ଞାନପୂର୍ଣ୍ଣ ଆଲୋଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ଶୁଣିବା ସେହି ପଦଗୁଡ଼ିକ ଯେଉଁଠି ଅର୍ଜୁନ କୃଷ୍ଣଙ୍କ ସାଙ୍ଗରେ ବିତେଇଥିବା ସେହି ଅନ୍ତରଙ୍ଗ ମୁହୂର୍ତ୍ତଗୁଡ଼ିକୁ ମନେ ପକାଉଛନ୍ତି ଆଉ ବିଳାପ କରୁଛନ୍ତି। ଏହା ହେଉଛି ପଞ୍ଚଦଶ ଅଧ୍ୟାୟରୁ ଶ୍ଲୋକ 76ରୁ 86। ସେ କୃଷ୍ଣ ବସି ମୋର ପାଶେ, ଶୋଭନ ସ୍ମିତ ମନ୍ଦ ହାସେ, ଆନନ୍ଦେ କରେ କର ଧରି, ବିବିଧ ପରିହାସ କରି। ହେ ପାର୍ଥ ଅର୍ଜୁନ ହେ ସଖେ କୁରୁନନ୍ଦନ ବୋଲି ଡାକେ। ତାହାର ଗୁଣକର୍ମ ଯେତେ ସୁମରି କ୍ଷୋଭିତ ମୋ ଚିତ୍ତେ। ଶୟନ ଆସନ ଭୋଜନେ ମୁହି ଯେ ତାର ସନ୍ନିଧାନେ। ସଙ୍ଗେ ବିହରି ସଖା ପରି ତା କରେ କର ଧରାଧରି। ମୋ ପାପୀ କୁମତି ମୋହର କେବେ ବା କରେ ତିରସ୍କାର। ସେ ଅପରାଧ ମୋର ହରି ନ ଘେନେ ମୋରେ ସ୍ନେହ କରି। ସଖାର ସଖା ଜିହ୍ନେ ସହେ ପିତାମାତା ବା ଜିହ୍ନେ ପୋଏ। ନୃପେନ୍ଦ୍ର ଶୁଣ ମୋର ବାଣୀ ମୋତେ ମୁଞ୍ଚିଲେ ଚକ୍ରପାଣି। ମୋହର ପ୍ରିୟ ସଖା ହରି ହୃଦୟ ଗଲା ଶୂନ୍ୟ କରି। ବାଃ, କି କରୁଣ ଆଉ କେତେ ଅନ୍ତରଙ୍ଗ ଚିତ୍ର! ଅର୍ଜୁନ ମନେ ପକାଉଛନ୍ତି ସେହି ଦିନଗୁଡ଼ାକ ଯେତେବେଳେ କୃଷ୍ଣ ତାଙ୍କ ପାଖରେ ବସୁଥିଲେ ଆଉ ସେ ଶୋଭନ ସ୍ମିତ ମନ୍ଦାହାସ ମାନେ ସେଇ ସୁନ୍ଦର ମୃଦୁ ହସ ସାଙ୍ଗରେ କି ଚମତ୍କାର ଶବ୍ଦ ବ୍ୟବହାର, ହାତ ଧରି କେତେ ପରିହାସ କରୁଥିଲେ ଆଉ କେତେ ସ୍ନେହରେ ଡାକୁଥିଲେ, ହେ ପାର୍ଥ ଅର୍ଜୁନ ହେ ସଖେ କୁରୁନନ୍ଦନ। କୃଷ୍ଣଙ୍କର ସେ ସବୁ ଗୁଣ, ସେଇ କାମଗୁଡ଼ାକ ମାନେ ଗୁଣକର୍ମ ଯେତେ, ସେସବୁ ମନେ ପକେଇକି ଅର୍ଜୁନଙ୍କର ଚିତ୍ତ ପୁରା ବିଚଳିତ, କ୍ଷୋଭିତ ହେଇଯାଉଛି। ଏକାଠି ଶୋଇବା, ବସିବା, ଖାଇବା, ଏଇ ଯେଉଁ ଲେଖାଏଛି ଶୟନ ଆସନ ଭୋଜନେ, ସାଙ୍ଗ ଭଳିଆ ହାତ ଧରାଧରି ହେଇ ବୁଲିବା, ଏଇ ସାଧାରଣ ମୁହୂର୍ତ୍ତଗୁଡ଼ାକ ଏବେ କେତେ ଅସାଧାରଣ ଲାଗୁଥିବ ତାଙ୍କୁ ନା? ଆଉ ସେ ନିଜର ପୁରୁଣା ଭୁଲ କଥା ବି ମନେ ପକାଉଛନ୍ତି। କୁମତି ମୋହର କେବେ ବା କରେ ତିରସ୍କାର, ହେଲେ ତାଠୁ ବେଶୀ ମନେ ପକାଉଛନ୍ତି କୃଷ୍ଣଙ୍କର ସେଇ ଅସୀମ କ୍ଷମା ଆଉ ସ୍ନେହ। କେମିତି କୃଷ୍ଣ ସେସବୁ ଭୁଲକୁ ମନରେ ଧରୁନଥିଲେ, ନ ଘେନେ ମୋରେ ସ୍ନେହ କରି। ଯେମିତି ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ କି ବାପା ମା ପିଲାକୁ ସହିଯାଆନ୍ତି। ଶେଷରେ ପୁରା ଆର୍ତ୍ତନାଦ କରି କହୁଛନ୍ତି ସେ ପ୍ରିୟ ସଖା, ସେ ଚକ୍ରଧାରୀ କୃଷ୍ଣ ତାଙ୍କୁ ଛାଡ଼ିଦେଇ ଚାଲିଗଲେ, ହୃଦୟଟା ପୁରା ଶୂନ୍ୟ କରିଦେଇଗଲେ। ଏଇ ଯେଉଁ ଶୂନ୍ୟତା କଥା କହୁଛନ୍ତି, ଏଟା ଖାଲି ଜଣେ ବନ୍ଧୁକୁ ହରାଇବାର ଦୁଃଖ ନୁହେଁ ବୋଧେ, ଏଥିରେ ଆହୁରି କିଛି ଗଭୀର କଥା ଅଛି କି? ଆଜ୍ଞା, ନିଶ୍ଚିତ ଭାବରେ ଏଇ ଯୋଉ ହୃଦୟ ଗଲା ଶୂନ୍ୟ କରି କଥାଟା ଅଛି, ଏଇଟା ଖାଲି ଗୋଟେ ଭାବପ୍ରବଣତା ନୁହେଁ, ଏହା ଏକ ବହୁତ ଗଭୀର ଦାର୍ଶନିକ ସ୍ଥିତିକୁ ଦେଖାଉଛି। ଏଠି ଯୋଉ ସଖ୍ୟଭାବ କଥା କୁହାଯାଇଛି ତାର ଗଭୀରତା ଅତୁଳନୀୟ। ଭଗବାନ ହୋଇ ମଧ୍ୟ କୃଷ୍ଣ କେମିତି ଅତି ମାନବୀୟ ସ୍ତରରେ ସମ୍ପର୍କ ରଖିପାରନ୍ତି, ଆଉ ଅର୍ଜୁନଙ୍କ ସହ ତାଙ୍କର ବନ୍ଧୁତା ବୋଧେ ଏହାର ସବୁଠୁ ଭଲ ଉଦାହରଣ। କିନ୍ତୁ ଏଠି ଆମେ ଖାଲି ବନ୍ଧୁତା କିମ୍ବା ଭଗବାନଙ୍କୁ କ୍ଷମା ଦେଖୁନୁ, ଅର୍ଜୁନଙ୍କ ଦୁଃଖରୁ ଜଣାପଡ଼ୁଛି ଯେ ତାଙ୍କର ଯୋଉ ବୀରତ୍ୱ, ତାଙ୍କର ଶକ୍ତି, ତାଙ୍କର ନିଜ ପରିଚୟ, ସେ ସବୁ କୃଷ୍ଣଙ୍କ ଉପସ୍ଥିତି ସହ ଅବିଚ୍ଛେଦ୍ୟ ଭାବେ ଜଡ଼ିତ ଥିଲା। ଏଇଟା ଖାଲି ଜଣେ ବନ୍ଧୁଙ୍କୁ ହରାଇବା ନୁହେଁ, ଏହା ଏକ ପ୍ରକାରର ମୌଳିକ ଅସ୍ତିତ୍ୱର ସଙ୍କଟ। କୃଷ୍ଣଙ୍କ ବିନା ନିଜର ସତ୍ତା ହରାଇବାର ଅନୁଭବ, ଏଇଟା ଭକ୍ତି ମାର୍ଗରେ ଯୋଉ ବିରହ କଥା କୁହାଯାଏ ତାର ତୀବ୍ରତାକୁ ଦେଖାଉଛି। ଯୋଉଠି ଭଗବାନଙ୍କ ଅନୁପସ୍ଥିତି କେବଳ ଦୁଃଖ ଦିଏନି, ବରଂ ନିଜ ଅସ୍ତିତ୍ୱ ପାଇଁ ହିଁ ଗୋଟେ ସଙ୍କଟ ସୃଷ୍ଟି କରେ। ହଁ, ଆପଣ ଯାହା କହିଲେ ଅସ୍ତିତ୍ୱର ସଙ୍କଟ, ଏଇଟା ବାସ୍ତବିକ ଗଭୀର କଥା। କାରଣ ଆଗକୁ ଯେଉଁ ପଦଗୁଡ଼ିକ ଆସୁଛି ମାନେ ଶ୍ଲୋକ 87ରୁ 95, ସେଥିରେ ଅର୍ଜୁନ ସିଧା ନିଜର ଶକ୍ତିହୀନତା କଥା କହୁଛନ୍ତି, ଯାହା ଆପଣଙ୍କ କଥାକୁ ପୁରା ସମର୍ଥନ କରୁଛି। ଆସନ୍ତୁ ତ ସେ ପଦଗୁଡ଼ିକୁ ଶୁଣିବା। ଦେଖ ମୋହର ବୀରପଣ, ମାର୍ଗେ ଗୋବିନ୍ଦ ପତ୍ନୀଗଣ, ଆବରି ନ ପାରିଲି ବଳେ, ତକ୍ଷଣେ ଲୁଚିଲେ ଗୋପାଳେ,
ସେହି ଗାଣ୍ଡୀବ ଧନୁ ମୋର, ସେହି ଅକ୍ଷୟ ତୃଣସର, ସେହି ବିମାନ ଅଶ୍ୱ ଦେଖ, କ୍ଷଣକେ ହୋଇଲି ନିରେଖ, ଯାହାର ତେଜେ ନୃପଗଣେ, ନମନ୍ତି ମୋହର ଚରଣେ, ତାର ବିଯୋଗେ ତନୁକ୍ଷୀଣ, ଦିଗେ ଦିଶନ୍ତି ମୋତେ ଶୂନ୍ୟ, ସେ ପ୍ରାଣବାନ୍ଧବ ବିଯୋଗ, ଭସ୍ମେ ଯେସନେ ହବିର୍ଭାଗ, କୁହୁକ ବସ୍ତୁ ମୁଷ୍ଠିଗତେ, ପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ, ଉଷର ଭୂମିବେ ନୋପିତ, ବୀଜର ପ୍ରାୟ ମୁଁ ନିହତ। ଏଠି ଦେଖନ୍ତୁ ଅର୍ଜୁନ କେମିତି ନିଜର ଅସହାୟତା କଥା କହୁଛନ୍ତି। ପୁରା ଲଜ୍ଜା ଓ ଦୁଃଖରେ କହୁଛନ୍ତି, ଦେଖ ମୋହର ବୀରପଣ। କୃଷ୍ଣଙ୍କ ପତ୍ନୀମାନଙ୍କୁ ବାଟରେ ସାଧାରଣ ଗୋପାଳମାନେ ଅପହରଣ କରିନେଲେ, ଆଉ ସେ କିଛି କରିପାରିଲେନି। ଆବୋରି ନ ପାରିଲି ବଳେ। ଆଉ ସବୁଠୁ ବଡ଼ କଥା କ'ଣ ନା, ତାଙ୍କ ପାଖରେ ସେଇ ଗାଣ୍ଡୀବ ଧନୁ ଥିଲା, ସେଇ ଅକ୍ଷୟ ତୃଣ ବି ଥିଲା, ସେହି ରଥ, ସେଇ ଅଶ୍ୱ ସବୁ ଥିଲା। କିନ୍ତୁ ସବୁ ଥାଇ ବି ସେ କ୍ଷଣକେ ନିରେଖ ହୋଇଗଲେ, ମାନେ ପୁରା ଶକ୍ତିହୀନ। ଯୋଉ ଅର୍ଜୁନଙ୍କ ତେଜ ଆଗରେ ବଡ଼ ବଡ଼ ରାଜା ମୁଣ୍ଡ ନୁଆଉଥିଲେ, ସେହି ତେଜ ଯେମିତି ଗାୟବ ହୋଇଗଲା। କୃଷ୍ଣଙ୍କ ବିୟୋଗରେ ଦେହ ଦୁର୍ବଳ, ଚାରିଆଡ଼ ଶୂନ୍ୟ ଲାଗୁଛି। ଆଉ ଏହି ବିଚ୍ଛେଦକୁ ସେ ତୁଳନା କରୁଛନ୍ତି ଯେମିତି ଯଜ୍ଞର ଘିଅ ଭସ୍ମରେ ପଡ଼ି ନଷ୍ଟ ହୋଇଗଲା। ତାପରର ଦୁଇଟା ଉପମା ତ ଆହୁରି ଜବରଦସ୍ତ। ଗୋଟେ ହେଲା କୁହୁକ ବସ୍ତୁ ମୁଷ୍ଟିଗତେ, ପ୍ରତ୍ୟକ୍ଷ ନୁହେଁ ଦୃଷ୍ଟି ମାତ୍ରେ, ମାନେ ଯେମିତି ହାତମୁଠାରେ ଥିବା କୋଉ ଯାଦୁ ଜିନିଷ ଆଖି ପିଛୁଳାକେ ଉଭେଇଗଲା। ଆଉ ଦ୍ୱିତୀୟଟି, ଉଷର ଭୂମିରେ ରୋପିତ ବୀଜର ପ୍ରାୟ ମୁଁ ନିହତ, ମାନେ ନିଜକୁ ସେ ଲୁଣିଆ ଅନୁର୍ବର ମାଟିରେ ପଡ଼ିଥିବା ନିଷ୍ଫଳ ମଞ୍ଜି ଭଳି ମନେ କରୁଛନ୍ତି। ଏହା କ'ଣ ସୂଚାଉଛି? ଆଜ୍ଞା, ସେ ଯୋଉ ଉଷୋଲ ଭୂମିରେ ରୋପିତ ବୀଜର ଉପମାଟି ଅଛି, ସେଇଟା ଅସାଧାରଣ ଭାବେ ସଠିକ୍, ବହୁତ ଗଭୀର। କାରଣ ଏହା ଖାଲି ଶକ୍ତିହୀନତା ନୁହେଁ, ଏକ ମୌଳିକ ସତ୍ୟକୁ ପଦାକୁ ଆଣୁଛି। ଏଇଟା ସ୍ପଷ୍ଟ କରିଦେଉଛି ଯେ ଅର୍ଜୁନଙ୍କର ଯୋଉ ଅସାଧାରଣ ବୀରତ୍ୱ ଥିଲା, ଯୋଉ ସାମର୍ଥ୍ୟ ଥିଲା, ତାର ପ୍ରକୃତ ଉତ୍ସ ଖାଲି ତାଙ୍କର ଅସ୍ତ୍ରଶସ୍ତ୍ର କି ତାଙ୍କ ନିଜ ଦକ୍ଷତା ନଥିଲା, ବରଂ କୃଷ୍ଣ ରୂପୀ ଯୋଉ ଦିବ୍ୟ କୃପା ଥିଲା, ସେଇଟା ହିଁ ଥିଲା ସେଇ ଉର୍ବର ଭୂମି। ଆଉ ସେଇ ଦିବ୍ୟ ସ୍ରୋତରୁ ଯେମିତି ସେ ଅଲଗା ହେଇଗଲେ, ସେ ବୀଜ ମାନେ ତାଙ୍କର ସବୁ ସାମର୍ଥ୍ୟ ପୁରା ନିଷ୍ଫଳ ହେଇଗଲା। ଏଇଟା ଦେଖଉଛି ଆମର ଯୋଉ ଭୌତିକ ଶକ୍ତି କି ବ୍ୟକ୍ତିଗତ ପ୍ରତିଭା ଯେତେ ଦେଶୀ ବି ହଉନା କାହିଁକି, ଈଶ୍ୱରୀୟ ସଂଯୋଗ ବିନା ସେସବୁ କେତେ ଅସ୍ଥାୟୀ ଆଉ କେତେ ସୀମିତ। ପରମାତ୍ମାଙ୍କ ବିନା ଜୀବାତ୍ମାର ଅବସ୍ଥା କ'ଣ ହୁଏ, ସେଇଟା ଅର୍ଜୁନ ନିଜେ ଅନୁଭବ କରୁଛନ୍ତି ଏଠି। ଏହାକୁ ଆମେ ଖାଲି କ୍ଷମତା ହରାରା କହିଲେ ଭୁଲ ହେବ। ଏଇଟା ଗୋଟେ ଆଧ୍ୟାତ୍ମିକ ସତ୍ୟର ପ୍ରତ୍ୟକ୍ଷ ଅନୁଭୂତି। ଠିକ୍ କହିଲେ। ଏଇଟା ଖାଲି ଶକ୍ତି ହରାଇବା ନୁହେଁ, ନିଜ ଶକ୍ତିର ପ୍ରକୃତ ଉତ୍ସକୁ ହିଁ ହରାଇବାର ଯନ୍ତ୍ରଣା। କିନ୍ତୁ ଅର୍ଜୁନଙ୍କ ଦୁଃଖ କ'ଣ ଖାଲି ଏଇ ବ୍ୟକ୍ତିଗତ କ୍ଷତିରେ ସୀମିତ ରହୁଛି? ନା, ସେ ଯୁଧିଷ୍ଠିରଙ୍କୁ ଯାଦବ ବଂଶର ଯୋଉ ସର୍ବନାଶ ହେଲା, ସେ ବିଷୟରେ ବି କହୁଛନ୍ତି। ଆଉ ଏଇ ଯୋଉ ଭୟଙ୍କର ଘଟଣା ଘଟିଲା, ସେଟା କେମିତି ହେଲା ତାହା ଶ୍ଲୋକ 96ରୁ 108 ଭିତରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେଇ ବର୍ଣ୍ଣନାଟି ଶୁଣିବା। ଶୁଣ ହେ ନୃପ ଶୁଦ୍ଧ ଚେତା, ବନ୍ଧୁ ବାନ୍ଧବଙ୍କ ବାରତା, ଅପରେ ଯେତେ ଯଦୁ କୁଡ଼େ, ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ, ବ୍ରାହ୍ମଣ ସାପ ଅବସାନେ, ମିଳିଲେ ଏରକାର ବନେ, ଚାରୁଣୀ ମଧ୍ୟ କଲେ ପାନ, ଭୋଳେ ହୋଇଲେ ହତଜ୍ଜାନ, ଏରକା ମୁଷ୍ଠି କରେ ଧରି, ଏକ ଅରେକ ମାରମାରି, ଆତ୍ମାକୁ ନ ଜାଣନ୍ତି ଭୋଳେ, ନାସିଲେ ବ୍ରହ୍ମ ସାପ ଫଳେ, ଏଣୁ ଯାଦବ ବଂଶନାଶ, ରହିଲେ ଚାରି ପାଞ୍ଚ ଶେଷ, ଈଶ୍ୱର କ୍ରୀଡ଼ା ଏ ଜଗତ, ପ୍ରାଣୀଏ ଈଶ୍ୱର ଆୟତ, ମାରନ୍ତି ଏକ ଆର ବଳେ, ଜଳଜନ୍ତୁଏ ଯେହୁଣେ ଜଳେ, ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି, ନିଜ ମରଣ ନ ଜାଣନ୍ତି, ଦୁର୍ବଳ ପ୍ରାଣୀଙ୍କି ସବଳେ, ଦର୍ପ ହରନ୍ତି ଅବହେଳେ, ଏହି ପ୍ରକାରେ ଯଦୁ ବଳେ, କଳି ଭିଆଇ ମଧ୍ୟ ଭୋଳେ, ଯଦୁଙ୍କୁ ଯଦୁ ବଳେ ମାରି, ଭୂମିର ଭାରା ଅପହରେ। ଓହୋ, କି ଭୟଙ୍କର ପରିଣତି! ଅର୍ଜୁନ କହୁଛନ୍ତି, ଯୋଉ ୟାଦବମାନେ ଦ୍ୱାରକାରେ ମାନେ କୁଶସ୍ଥଳୀରେ ପୁରା ନିଶ୍ଚିନ୍ତରେ ଥିଲେ, ସେମାନେ ବ୍ରାହ୍ମଣଙ୍କ ଅଭିଶାପ ଫଳିବାର ସମୟ ଆସିଲା ବୋଲି ପ୍ରଭାସ ତୀର୍ଥ ପାଖରେ ଯୋଉ ଏରକା ବଣ ଅଛି, ସେଠି ଯାଇ ଏକାଠି ହେଲେ। ଆଉ ସେଠି ଚାରୁଣୀ ବୋଲି ଗୋଟେ ମଦ ପିଇଲେ। ପିଇକି ପୁରା ମାତାଲ ହେଇଗଲେ, ନିଜର ଜ୍ଞାନ ହରାଇ ବସିଲେ। ଭୋଳେ ହୋଇଲେ ହତଜ୍ଞାନ। ଆଉ ତାପରେ ଯାହା ହେଲା ସେଟା ଭାବି ହଉନି। ସେହି ଏରକା ଘାସକୁ ହାତରେ ଧରିଲେ, ଆଉ ସେଇଟା ଅଭିଶାପ ଯୋଗୁଁ ଲୁହାର ମୁଦ୍ଗର ପାଲଟିଗଲା। ଆଉ ସେଇଥିରେ ସେମାନେ ନିଜ ନିଜ ଭିତରେ ମାରାମାରି ହେଲେ। ଏକା ଆରେକ ମରାମରି। ମଦ ନିଶାରେ ଏମିତି ଅନ୍ଧ ହେଇଗଲେ ଯେ ନିଜ ଲୋକକୁ ବି ଚିହ୍ନି ପାରିଲେନି। ଆତ୍ମାକୁ ନ ଜାଣନ୍ତି ଭୋଳେ,
ଆଉ ବ୍ରହ୍ମଶାପ ଫଳରେ ନିଜେ ନିଜକୁ ମାରି ଶେଷ ହେଇଗଲେ। ପୁରା ଯାଦବ ବଂଶ ଧ୍ୱଂସ ହେଇଗଲା। ଖାଲି 4-5 ଜଣ ବଞ୍ଚିଲେ। ଅର୍ଜୁନ ଏହାକୁ ଈଶ୍ୱର କ୍ରୀଡ଼ା ବୋଲି କହୁଛନ୍ତି ସବୁ ଜୀବ ତ ଈଶ୍ୱରଙ୍କ ଅଧୀନ। ଆଉ ଗୋଟେ ବଡ଼ ଉଦାହରଣ ଦେଉଛନ୍ତି ମତ୍ସ୍ୟନ୍ୟାୟ। ଯେମିତି ପାଣିରେ ବଡ଼ ମାଛ ସାନ ମାଛକୁ ଖାଇଦିଏ। ସବଳମାନେ ଦୁର୍ବଳଙ୍କୁ ମାରନ୍ତି, ହେଲେ ନିଜ ମରଣ କଥା ଜାଣିପାରନ୍ତିନି। ତ ଅର୍ଜୁନଙ୍କ କହିବା ଅନୁସାରେ ଏମିତି ଭାବରେ ହିଁ ଈଶ୍ୱର ଯଦୁଙ୍କ ଦ୍ୱାରା ଯଦୁଙ୍କୁ ମରାଇ ପୃଥିବୀର ଭାର କମ୍ କଲେ। କିନ୍ତୁ ଏଇଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଛି ନା? କୃଷ୍ଣ ନିଜ ବଂଶର ଧ୍ୱଂସ କରାଇଲେ, ଏଇଟା କେମିତି ହେଲା? ଆଜ୍ଞା, ଏଟା ପ୍ରକୃତରେ ଗୋଟେ ବହୁତ ଗଭୀର ଆଉ ଜଟିଳ ବିଷୟ। ଏଠି ଆମେ ଦେଖିବାକୁ ପାଉଛେ 3ଟା ଜିନିଷର ମିଶ୍ରଣ। ଗୋଟେ ହେଲା ଭାଗ୍ୟ ବା ଦୈବ, ମାନେ ବ୍ରହ୍ମଶାପ। ଦ୍ୱିତୀୟ ହେଲା କର୍ମ, ଯାଦବମାନଙ୍କର ନିଜ କାମ, ଯେମିତି ମଦ ପିଇବା, ନିଜ ଭିତରେ କଳି କରିବା। ଆଉ ତୃତୀୟ ହେଲା ଦୈବୀ ଇଚ୍ଛା, ଯାହାକୁ ଅର୍ଜୁନ ଈଶ୍ୱର କ୍ରୀଡ଼ା ବା ଭୂମିର ଭାରା ଅପହରି ବୋଲି କହୁଛନ୍ତି। ଅଭିଶାପ ତ ଥିଲା, କିନ୍ତୁ ଯାଦବମାନଙ୍କର ନିଜ କର୍ମ ହିଁ ସେ ଅଭିଶାପକୁ ସତ କରିବା ପାଇଁ ବାଟ ତିଆରି କଲା। କିନ୍ତୁ ସବୁଠୁ ବଡ଼ କଥା ହେଉଛି, ଏହାକୁ କୃଷ୍ଣଙ୍କର ଲୀଳାର ଗୋଟେ ଅଂଶ ବୋଲି କୁହାଯାଉଛି, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ପୃଥିବୀର ଭାର କମେଇବା। ଏଠି ଗୋଟେ ବଡ଼ ବିରୋଧାଭାସ ଦେଖାଯାଉଛି ନା? ଯିଏ ଧର୍ମ ସ୍ଥାପନ କରିବାକୁ ଆସିଛନ୍ତି, ସିଏ ନିଜ ବଂଶର ଧ୍ୱଂସର କାରଣ ହେଉଛନ୍ତି। ଏଇଟା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ହୁଏତ ଦୈବୀ ଯୋଜନା ବା ଉଦ୍ଦେଶ୍ୟ ଆମ ମଣିଷଙ୍କର ନୈତିକତା ବା ଆମ ଆସକ୍ତିର ସୀମାଠୁ ବହୁତ ଉପରେ କାମ କରେ। ଆଉ ସେଇ ଯେଉଁ ମତ୍ସ୍ୟ ନ୍ୟାୟର ଉଦାହରଣ ଦିଆଗଲା, ବଡ଼ ମାଛ ସାନ ମାଛକୁ ଖାଇବା, ସେଇଟା ପ୍ରକୃତିର ନିୟମ ଭଳି ଲାଗୁଥିଲେ ବି ଏଠି ଏହା ଏକ ବଡ଼ ଦୈବୀ ବିଧାନ ଦ୍ୱାରା ପରିଚାଳିତ ସୃଷ୍ଟି ବିନାଶ ଚକ୍ରକୁ ଇଙ୍ଗିତ କରୁଛି। ମାନେ କର୍ମଫଳ ତ ଅଛି, କିନ୍ତୁ ଦୈବୀ ଇଚ୍ଛା କେମିତି କାମ କରେ ସେଇଟା ବୁଝିବା ବହୁତ କଷ୍ଟ। ଦୁଇଟା ଯାକ ଏଠି ମିଶିକି ଅଛି। ଅର୍ଥାତ୍ ଏଇଟା ଗୋଟେ ବହୁତ ଜଟିଳ ଘଟଣା, ଯାହାର ପୁରା ଅର୍ଥ ବୋଧେ ସହଜରେ ବୁଝିହେବନି। କିନ୍ତୁ ଏତେ ସବୁ ଘଟଣା ପରେ ଅର୍ଜୁନଙ୍କର ନିଜ ମନର ଅବସ୍ଥା କ'ଣ? ଶେଷ ପଦଗୁଡ଼ିକରେ, ମାନେ ଶ୍ଲୋକ 109ରୁ 111, ସେଥିରେ ସେ ନିଜ ଭିତରର ଯନ୍ତ୍ରଣା, ଅନ୍ତର୍ଦାହ କଥା କହୁଛନ୍ତି। ଆସନ୍ତୁ ଶୁଣିବା ସେହି ପଦଗୁଡ଼ିକ। ଗୋବିନ୍ଦ କଲେ କର୍ମ ଯେତେ, ଲୀଳା ବିହାରେ ଏ ଜଗତେ। ତା ଦେଶକାଳ ଅର୍ଥଯୁକ୍ତ, ଶୀତଳ ବାଣୀ ଜନହିତ। ସେ ବାଣୀ ସ୍ମରି ମୋର ଚିତ୍ତେ, ପ୍ରାଣ ଦହଇ ଅନ୍ତର୍ଗତେ। ଏଠି ଦେଖନ୍ତୁ କି ଗଭୀର କଷ୍ଟ। ଅର୍ଜୁନ କହୁଛନ୍ତି, କୃଷ୍ଣ ଏ ଦୁନିଆରେ ତାଙ୍କ ଲୀଳା ଭିତରେ ଯେତେ କାମ କରିଛନ୍ତି, ଆଉ ତାଙ୍କର ଯୋଉ କଥା, ଯୋଉ ବାଣୀ ସବୁବେଳେ ଦେଶ କାଳ ପାତ୍ର ଦେଖି ଉପଯୁକ୍ତ ହେଉଥିଲା, ଦେଶ କାଳ ଅର୍ଥଯୁକ୍ତ, ଶାନ୍ତି ଦେଉଥିଲା ଶୀତଳ ବାଣୀ, ସମସ୍ତଙ୍କ ଭଲ ପାଇଁ ଥିଲା ଜନହିତ, ସେଇ ସବୁ କଥା ଆଉ କାମକୁ ଏବେ ମନେ ପକାଇ ତାଙ୍କ ହୃଦୟ ଭିତରେ ଜଳୁଛି, ପ୍ରାଣ ଦହଇ ଅନ୍ତର୍ଗତେ। ଆଶ୍ଚର୍ଯ୍ୟ କଥା, ଯୋଉ ସ୍ମୃତି ଦିନେ ଶାନ୍ତି ଦେଉଥିଲା, ଆନନ୍ଦ ଦେଉଥିଲା, ଆଜି ସେଇ ସ୍ମୃତି ହିଁ ଏତେ କଷ୍ଟ ଦେଉଛି। ଏମିତି କେମିତି ହେଉଛି? ଆଜ୍ଞା, ଏଇଟା ହିଁ ତ ବିରହର ପ୍ରକୃତ ରୂପ। ଏଇ ଯୋଉ ଶେଷ ପଦଗୁଡ଼ିକ ଅଛି, ଏଗୁଡ଼ାକ କୃଷ୍ଣଙ୍କ କଥା ଆଉ କାମରେ ଯୋଉ ଚିରନ୍ତନ ପ୍ରଭାବ ସେଇଟାକୁ ଦେଖଉଛି, କିନ୍ତୁ ଗୋଟେ ଅଲଗା ଦୃଷ୍ଟିରୁ। ତାଙ୍କର ସେଇ ହିତକର, ଶାନ୍ତି ଦେବା ଭଳି କଥାଗୁଡ଼ାକ ବି ଏବେ ତାଙ୍କ ଅନୁପସ୍ଥିତି ଯୋଗୁଁ କଷ୍ଟ ଦେଉଛି। କାରଣ ସେ କଥାଗୁଡ଼ାକ ଏବେ ଖାଲି ଶବ୍ଦ ହେ ରହିନି, ସେଗୁଡ଼ାକ କୃଷ୍ଣଙ୍କ ଉପସ୍ଥିତିର, ତାଙ୍କ ସ୍ନେହର, ତାଙ୍କ ସାଙ୍ଗରେ ଥିବାର ପ୍ରତୀକ ପାଲଟି ଯାଇଛି। ସେଥିପାଇଁ ସେ ସ୍ମୃତି ଯେତିକି ମିଠା ଲାଗୁଛି, ସେତିକି କଷ୍ଟ ବି ଦେଉଛି। ଏଇଟା ଦେଖଉଛି ଯେ ଯେତେବେଳେ ଆମେ ଆମର ପ୍ରିୟଜନଙ୍କଠୁ ବା ଭଗବାନଙ୍କଠୁ ଦୂରେଇ ଯାଉ, ସେତେବେଳେ ସ୍ମୃତି ଆମକୁ ଦୁଇ ପ୍ରକାର ଅନୁଭୂତି ଦିଏ। ଏକା ସାଙ୍ଗରେ ସୁଖଦ ଅତୀତର ମଧୁରତା ବି ଥାଏ, ଆଉ ବର୍ତ୍ତମାନର ବିଚ୍ଛେଦର ତୀବ୍ର କଷ୍ଟ ବି ଥାଏ। ଆଉ ଭକ୍ତି ମାର୍ଗରେ ଏ ଯୋଉ କଷ୍ଟଦାୟକ ସ୍ମରଣ ଅଛି, ଏଇଟା ବି ଭକ୍ତକୁ ଭଗବାନଙ୍କ ସହ ଗୋଟେ ଗଭୀର ସ୍ତରରେ ଯୋଡ଼ି ରଖେ। ଏହା ଭଗବାନଙ୍କ ବାଣୀର ଶକ୍ତିକୁ ବି ଦେଖାଉଛି। ତାହା ଖାଲି ଜ୍ଞାନ ନୁହେଁ, ତାହା ହୃଦୟକୁ ଏତେ ଗଭୀର ଭାବେ ଛୁଏଁ ଯେ ତାକୁ ମନେ ପକାଇଲେ ବି ପ୍ରାଣ ଜଳିଯାଏ। ତେବେ ଆଜିର ଏହି ପୂରା ଆଲୋଚନାରୁ ମୁଖ୍ୟ କଥାଗୁଡ଼ିକ କ'ଣ ବାହାରିଲା? ପ୍ରଥମ କଥା ହେଲା,
କୃଷ୍ଣଙ୍କ ପାଇଁ ଅର୍ଜୁନଙ୍କର ସେହି ଗଭୀର ପୁରା ବ୍ୟକ୍ତିଗତ ଦୁଃଖ ଆଉ ସେମାନଙ୍କର ସେହି ଅଦ୍ଭୁତ ବନ୍ଧୁତାର ସ୍ମୃତି। ଦ୍ୱିତୀୟରେ କୃଷ୍ଣଙ୍କ ଅନୁପସ୍ଥିତି କେମିତି ଅର୍ଜୁନଙ୍କ ଭଳି ମହାବୀରଙ୍କୁ ବି ପୁରା ଶକ୍ତିହୀନ କରିଦେଲା। ଏଇଟା ଦେଖାଉଛି ଦିବ୍ୟ କୃପା ଉପରେ ଆମେ କେତେ ନିର୍ଭରଶୀଳ। ତୃତୀୟରେ ଯାଦବମାନଙ୍କର ସେହି ଦୁଃଖଦ ଆତ୍ମବିନାଶ, ଯେଉଁଥିରେ ବ୍ରହ୍ମଶାପ, ନିଜ କର୍ମଫଳ ଆଉ ଗୋଟେ ବଡ଼ ବୁଝି ନହେଲା ଭଳି ଦୈବୀ ଯୋଜନା ସବୁ ମିଶିକି ଥିଲା। ଆଉ ଚତୁର୍ଥରେ କୃଷ୍ଣଙ୍କର ସ୍ମୃତି, ତାଙ୍କ କଥା, ତାଙ୍କ କାମ, ଏସବୁ ତାଙ୍କ ଅନୁପସ୍ଥିତିରେ ଅର୍ଜୁନଙ୍କ ପାଇଁ କେମିତି ଭିତରେ ଭିତରେ ଜଳିବାର କାରଣ ହେଲା। ଏସବୁ ମିଶି ଦିବ୍ୟ ସମ୍ପର୍କର ଗଭୀରତା, ସଂସାରର ଶକ୍ତି କେତେ ଅସ୍ଥାୟୀ ଆଉ ଦୈବୀ ଇଚ୍ଛା ଆଉ କର୍ମଫଳ କେତେ ଜଟିଳ ଭାବେ କାମ କରେ ସେଇ କଥାଗୁଡ଼ିକୁ ଦେଖାଉଛି। ବିଲକୁଲ। ଆଉ ଏହି ଆଲୋଚନାର ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ରହିଲା। ଯାଦବ ବଂଶର ଧ୍ୱଂସ ଆଉ ଅର୍ଜୁନଙ୍କର ବିଳାପରେ ଆମେ ଯେମିତି ଦେଖିଲେ ଦୈବୀ ଇଚ୍ଛା, ମଣିଷର କର୍ମ ଆଉ ତାର ଫଳ ଭିତରେ ଯେଉଁ ଜଟିଳ ସମ୍ପର୍କ ଅଛି, ତାକୁ ଯଦି ଆମେ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିବା, ତାହେଲେ ଏହା ଆମ ନିଜ ଜୀବନର ଯେଉଁ ଅନିଶ୍ଚିତତା ଅଛି, ଯେଉଁ ଉଠାପଡ଼ା, ସଫଳତା, ବିଫଳତା ଆଉ ସଂସାରର ଜିନିଷ କିମ୍ବା ସମ୍ପର୍କ ପ୍ରତି ଆମର ଯେଉଁ ଆସକ୍ତି ଅଛି, ତାର ପ୍ରକୃତ ସ୍ୱରୂପ ବୁଝିବାରେ କେମିତି ସାହାଯ୍ୟ କରିପାରିବ। ଏଇଟା ଭାବିବାର କଥା। ହଁ, ଏହି ଗଭୀର ପ୍ରଶ୍ନଟି ଉପରେ ନିଶ୍ଚୟ ଚିନ୍ତନ କରନ୍ତୁ। ଆଉ ଆପଣଙ୍କର ଯଦି କିଛି ଅନୁଭୂତି ବା ବିଚାର ଅଛି, ତାକୁ ଆମ ସହ ବାଣ୍ଟିବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖିପାରିବେ। ପରବର୍ତ୍ତୀ ଅଧ୍ୟାୟରେ ଆହୁରି ଅଧିକ ଅନ୍ତର୍ଦୃଷ୍ଟି ଆଉ ବିଶ୍ଳେଷଣ ପାଇଁ ନିଶ୍ଚୟ ଆମ ସହ ଯୋଡ଼ି ହୋଇ ରହନ୍ତୁ। ଆଜିର ଏହି ଅନୁଶୀଳନରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଓମ୍ ନମୋ ଭଗବତୀ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।